ଇରାନ ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ ତେବେ ଧ୍ୱଂସ ହେଲା ଇରାନର ଖାର୍ଗ ଦ୍ୱୀପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଆଉ ଏହି ଆକ୍ରମଣରେ ସେଠାରେ ଥିବା ସମସ୍ତ ସାମରିକ ଘାଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି। ତେବେ ଟ୍ରମ୍ପଙ୍କର ଚେତାବନୀ, ଇରାନ କିମ୍ବା ଅନ୍ୟ କେହି ହରମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକୁ ଯଦି କିଏ ଅଟକାନ୍ତି ତେବେ ଆମେରିକା ପୁଣି ଥରେ କଠୋର ପଦକ୍ଷେପ ନେବ ବୋଲି ସେ ଧମକ ଦେଇଛନ୍ତି। ଏହା ସହିତ ଇରାନ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବ ନାହିଁ କିମ୍ବା ସେ ବିଶ୍ୱ ପାଇଁ ବିପଦ ସାଜିପାରିବ ନାହିଁ ବୋଲି ମଧ୍ୟ ଟ୍ରମ୍ପ ଏକଥା ଚେତାବନୀ ଦେଇଛନ୍ତି। ଏହା ସହିତ ଟ୍ରମ୍ପ ଇରାନ ସେନାକୁ କହିଛନ୍ତି ଯେ ସେମାନେ ନିଜର ଅସ୍ତ୍ରଶସ୍ତ୍ର ଛାଡ଼ି ଦିଅନ୍ତୁ ଏବଂ ନିଜ ଦେଶକୁ ହିଁ ବଞ୍ଚାନ୍ତୁ, କାରଣ ଏବେ ଇରାନ ପାଖରେ ବଞ୍ଚାଇବାକୁ ଆଉ କିଛି ବାକି ରହିନାହିଁ।